ମୋ ନାଁ ଉମାକାନ୍ତ ମହାନ୍ତି। ମୁଁ ଏକାମ୍ର ସାହିତ୍ୟ ସଂସଦର ସଭାପତି। ଆଜିର କାର୍ଯ୍ୟକ୍ରମ ହେଉଛି ଏକାମ୍ର ସାରସ୍ୱତ ସମ୍ମାନ 2026 ପାଇଁ ଆଜି କରାଯାଉଛି ଏବଂ ଏଥିରେ ଆମର 3 ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ସମ୍ମାନିତ କରାଗଲା। 5 ଖଣ୍ଡ ପୁସ୍ତକ ଉନ୍ମୋଚନ କରାଗଲା ଏବଂ ମୁଖ୍ୟ ବକ୍ତା ହେଉଛନ୍ତି ଶ୍ରୀ ଜିତେନ୍ଦ୍ର ନାରାୟଣ ଦାସ, ଯିଏକି ଦାସ ବେନୁର ବୋଲି ପରିଚିତ। ସେ ହେଉଛନ୍ତି ମୁଖ୍ୟ ବକ୍ତା ଏବଂ ଶ୍ରୀ ଅରବିନ୍ଦ ଦାସ ଜଣେ ବିଶିଷ୍ଟ ଗାଳ୍ପିକ। ସେ ବିଶାଖାପାଟଣାରୁ ଆସିଛନ୍ତି ଏବଂ ସେ ହେଉଛନ୍ତି ମୁଖ୍ୟ ଅତିଥି। ଆଜିର ଏ ସଭା ଆମର ପ୍ରତ୍ୟେକ ବର୍ଷ କରାଯାଏ। ଏଇଟା 2026 ମସିହା ପାଇଁ ଆମର ନିଜର ଯେଉଁ ପବ୍ଲିକେସନ୍ ଏଇଟା ହେଉଛି ସୃଜନ ଫଲ୍ଗୁ ବୋଲି ଏ ବର୍ଷର 2026 ପାଇଁ ସେଇଟା ମଧ୍ୟ ଆଜି ରିଲିଜ୍ କରାହେଲା। ଏଇଟା ଲୋକାର୍ପଣ କରାଗଲା ଏବଂ ବର୍ତ୍ତମାନ ପାଇଁ ଆମେ ଆମର ସଭା କାର୍ଯ୍ୟ ଚାଲୁ ରହିଛି। ବର୍ତ୍ତମାନ ଆପଣମାନଙ୍କର ସହଯୋଗ ପାଇଁ ଆମେ ବହୁତ ଆପଣଙ୍କୁ। ମୋ ନାଁ ହେଉଛି ଦାସ ବେନୁହୁର, ସେଟା ମୋର କଲମ ନାଁ, କିନ୍ତୁ ପ୍ରକୃତ ନାଁ ହେଉଛି ଜିତେନ୍ଦ୍ର ନାରାୟଣ ଦାସ। ଆଜି ଏକାମ୍ର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଲା। ଇଏ ଅନୁଷ୍ଠାନ 1965ରୁ ତିଆରି, 61 ବର୍ଷର ଦୀର୍ଘ ଯାତ୍ରା। ଏଥିରେ ପୁସ୍ତକ ଉନ୍ମୋଚନ ହେଲା, ଅନେକ ପ୍ରତିଭାକୁ ସମ୍ବର୍ଦ୍ଧିତ କରାଗଲା, କବିତା ପାଠୋତ୍ସବ ହେଲା ଏବଂ ତା ସହିତ ବକ୍ତବ୍ୟ ମଧ୍ୟ ରହିଲା ସାହିତ୍ୟକୁ ନେଇ। ସବୁଠାରୁ ବଡ଼ କଥା ହେଉଛି ଯେ ଆଧୁନିକ ଜୀବନରେ ଯେଉଁ ବିଭିନ୍ନ ସଂଗୋଷ୍ଠୀ, ତା ଭିତରେ ସାହିତ୍ୟ ସଂଗୋଷ୍ଠୀ ଶ୍ରେଷ୍ଠ ବୋଲି ମୋର ଧାରଣା। କାରଣ ସାହିତ୍ୟ ଘୃଣାରେ ପର୍ଯ୍ୟବେସିତ ନୁହେଁ କି ଅସୂୟା ଭାବରେ ପର୍ଯ୍ୟବେସିତ ନୁହେଁ। ସାହିତ୍ୟ ଭଲ ପାଇବାର କଥା କହେ, ସାହିତ୍ୟ ଚିରନ୍ତନ ମୂଲ୍ୟବୋଧର କଥା କହେ ଏବଂ ମଣିଷକୁ ମଣିଷ ସହିତ ଯୋଡ଼େ। କାରଣ ଭାଷା ଆଧାରରେ ବି ସାହିତ୍ୟ ସୀମିତ ନୁହେଁ। ଆଜି ଓଡ଼ିଆ ଭାଷାରେ ଯାହା ଲେଖା ହେଇଛି କାଲି ତାର ଉପାଦେୟତାକୁ ନେଇ ଅନୁଦିତ ହେଇକି ସେ ସାରା ବିଶ୍ୱରେ ପହଞ୍ଚି ପାରିବ। ତେଣୁ ଏଇ ଯେଉଁ ସଂଗଠନ ହେଇଛି, ସାହିତ୍ୟକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି, ଏଭଳି ଅନୁଷ୍ଠାନକୁ ଯେତେ ପ୍ରଶଂସା କଲେ କମ୍ ହେବ। ଏବଂ ବିଶେଷ କରି ଯେଉଁମାନେ ୟା ସହିତ ଯୋଡ଼ି ହେଇଛନ୍ତି, ଆଜି ସଭାପତି ମୋ ସାଥିରେ ଠିଆ ହେଇଛନ୍ତି ଉମାକାନ୍ତ ମହାନ୍ତି ମହୋଦୟ ଏବଂ ତାଙ୍କର ଯିଏ ସାଧାରଣ ସମ୍ପାଦକ ହଂସନାଥ ମୁଦୁଲି ମହୋଦୟ, ଉପସଭାପତି ଦୁର୍ଯ୍ୟୋଧନ କାଠୁଆ ମହୋଦୟ, ଏମାନେ ସମସ୍ତେ ଲାଗିକିରି, ଅନ୍ୟ ସବୁ ବନ୍ଧୁମାନେ, ଏମାନେ ସମସ୍ତେ ଲାଗିକିରି ସଂଗଠନଟି କରିଛନ୍ତି ଏବଂ ମୋର ଆଶା ଏବଂ ବିଶ୍ୱାସ ଏ ସଂଗଠନ ଆହୁରି ବିସ୍ତାରିତ ହେବ। କାରଣ ଇଏ ଭଲ ପାଇବାର କଥା କହୁଛି, ଜଣକୁ ଅନ୍ୟ ସହିତ ଯୋଡ଼ିବାର ସୁଯୋଗ କରୁଛି। ମୋର ତ ଧାରଣା ସାହିତ୍ୟ ହଜୁନି, ସାହିତ୍ୟ ବାଟମାରଣା ହେଇଛି, ଯେଉଁ ବାଟରେ ଯିବା କଥା ସେ ବାଟେ ଯାଉନି। ତେଣୁ ଏଇଭଳି ଅନୁଷ୍ଠାନ ତିଆରି ହେଲେ ସାହିତ୍ୟର ଅସଲ ମୂଲ୍ୟବୋଧ କ'ଣ ସେ ସମ୍ପର୍କରେ ଆଲୋଚନା ହେବ। ତେଣୁ ସେଇଥିପାଇଁ ମୁଁ କହେ ଯେ ଏଭଳି ଅନୁଷ୍ଠାନ ଯେତେ ହେବ ସେତେ ଭଲ। କାରଣ ଆଜି ସମୟ ଦେଇକରି ବନ୍ଧୁମାନେ ଆସିଛନ୍ତି, ଘରେ ବସି କ'ଣ କରିଥାନ୍ତି। ଯୋଡ଼ି ହେବାଟା ହେଉଛି ଆନନ୍ଦର ବଡ଼ ଆବଶ୍ୟକତାଟା ହେଉଛି ଯୋଡ଼ି ହେବା। ସାହିତ୍ୟ ଯୋଡ଼େ ଏବଂ ଏ ସଂଗଠନ ମଧ୍ୟ এই মাধ্যমে মধ্যে পরস্পর বন্ধুମାନେ ଯୋଡ଼ି ହୁଅନ୍ତି। ଧନ୍ୟବାଦ।